ମୁଁ କିଛି କହିବା ପାଇଁ ଚାହୁଁଛି। ଫାଇନାଲି ଆମମାନଙ୍କ ପାଇଁ ଗୋଟେ ମୁଭି ରିଲିଜ୍ ହେଇଛି ହିନ୍ଦୀରେ, ଭାରତ ଭାଗ୍ୟ ବିଧାତା। ସେଇଟାର ଜଣା ପଡ଼ିଯାଉ ମାନେ ଦେଖିବାକୁ ପାଇବେ କି ମାନେ ନର୍ସ ମାନଙ୍କର କର୍ତ୍ତବ୍ୟ କ'ଣ ଗୋଟେ ଡ୍ୟୁଟି ଟାଇମ୍ରେ। ଆଉ କେହି ତ ଆମକୁ ସମ୍ମାନ ଦିଅନ୍ତିନି, କିନ୍ତୁ ସେଠି ବି ଦେଖେଇଛି କି ଯେତେବେଳେ ନିଜ ଘର ଲୋକ ବି ସମ୍ମାନ ଦେଉନାହାନ୍ତି ତ ବାହାର ଲୋକ କ'ଣ ସମ୍ମାନ ଦେବେ। ଆଉ ନର୍ସ ମାନେ ମେଡ଼ିକାଲରେ ଯଦି ପେସେଣ୍ଟ ପଡ଼ିଛି, ନର୍ସ ହେଇଛୁ ମାନେ ପେସେଣ୍ଟର ସବୁ ଜିନିଷ ତୁ କରିବା ପାଇଁ ରାଜି ଅଛୁ। ଏଇଟା ଗୋଟେ ସତ କାହାଣୀକୁ ନେଇକି ଫିଲ୍ମଟା ହେଇଛି କି ଟେରରିଷ୍ଟ ଯେତେବେଳେ ଆଟାକ୍ କରିଥିଲେ ସେଇ ଟାଇମ୍ରେ ବି ମାନେ ନିଜ ଜୀବନକୁ ମାନେ ନ ଦେଖି ସେତେବେଳେ ସେମାନେ ସବୁ ପେସେଣ୍ଟମାନଙ୍କୁ ବଞ୍ଚେଇଥିଲେ। ଏତେ କଷ୍ଟରେ ବି ସେମାନେ ନିଜ ଜୀବନକୁ ନ ଦେଖିକି ଅଲଗା ପେସେଣ୍ଟ ମାନେ ଯେତିକି ପେସେଣ୍ଟକୁ ନିଜ ଲୋକ ଭଳି ଦେଖେଇକି ସେମାନଙ୍କୁ ବଞ୍ଚେଇଥିଲେ। ତ କେହି ତ ନର୍ସମାନଙ୍କ ପାଇଁ କିଛି ତ କର। କେଉଁଠି ବି ନର୍ସମାନଙ୍କର କିଛି ବି ଭ୍ୟାଲୁ ନାହିଁ। କେହି ତ ଇଜ୍ଜତ କର, କେହି ତ ଏ ନର୍ସିଂ ପ୍ରଫେସନ୍କୁ ଭଲ ବୋଲି କୁହ। ଯେଉଁମାନେ ଖରାପ କହୁଥିଲେ ନା ସେମାନଙ୍କ ପାଇଁ ମୁଭି ଯାଇକି ଦେଖିଦେବ, ତାପରେ ଦେଖିଲା ପରେ ଜାଣିବ ମାନେ ନିଜ ପରିବାରକୁ ପଛରେ ଛାଡ଼ିକି ବି ନିଜ ଜୀବନକୁ ପଛରେ ଛାଡ଼ିକି ବି ଲୋକ ପେସେଣ୍ଟମାନଙ୍କୁ ମାନେ ତାଙ୍କର ଯେଉଁଟା କର୍ତ୍ତବ୍ୟ, ଯେଉଁଟା ତାଙ୍କର କାମ ସେଇଟା କରୁଛନ୍ତି। ଡ୍ୟୁଟି ଟାଇମ୍ ମାନେ ବାସ୍ ଡ୍ୟୁଟି ଟାଇମ୍ରେ